37 ବର୍ଷରେ ପାଦ ଥାପିଲେ ଓଲିଉଡ୍ ଆକ୍ଟର ବାବୁଶାନ ମହାନ୍ତି। ଆଜି ଅର୍ଥାତ୍ ଜୁଲାଇ 30ରେ ଓଲିଉଡ୍ର ସୁପରଷ୍ଟାର ବାବୁଶାନ ମହାନ୍ତି ନିଜର 37ତମ ଜନ୍ମଦିନ ପାଳନ କରିଛନ୍ତି। ଏନେଇ ସବୁଆଡୁ ଅଭିନେତାଙ୍କ ନିକଟକୁ ଛୁଟୁଛି ଶୁଭେଚ୍ଛାର ସୁଅ। ଓଡ଼ିଆ ଲୋକପ୍ରିୟ ତାରକା ବାବୁଶାନ ମହାନ୍ତି କେବଳ ନିଜ ଅଭିନୟରେ ନୁହେଁ ବରଂ ନିଜ ଷ୍ଟାଇଲିଶ୍ ଲୁକ୍ ଏବଂ ଗୀତରେ ଲୋକଙ୍କୁ ଦିବାନା କରିଛନ୍ତି। ବାବୁଶାନ ଜଣେ ଅଭିନେତା ସହ ଜଣେ ଗାୟକ ମଧ୍ୟ ଅଟନ୍ତି। ଅଭିନୟ ପରି ଗୀତରେ ମଧ୍ୟ ଦର୍ଶକଙ୍କ ମନ ଜିତି ସାରିଛନ୍ତି ବାବୁଶାନ। ଆଜି ଅର୍ଥାତ୍ ଜୁଲାଇ 30ରେ 37 ବର୍ଷରେ ପଦାର୍ପଣ କରିଛନ୍ତି। ବାବୁଶାନ ମହାନ୍ତି ଜୁଲାଇ 30, 1989ରେ ଭୁବନେଶ୍ୱରରେ ଜନ୍ମଗ୍ରହଣ କରିଥିଲେ। ସେ ଓଲିଉଡ୍ର ଲୋକପ୍ରିୟ ଷ୍ଟାର ଯୋଡ଼ି ଅପରାଜିତା ମହାନ୍ତି ଏବଂ ଉତ୍ତମ ମହାନ୍ତିଙ୍କ ପୁଅ ଅଟନ୍ତି। ବାବୁଶାନଙ୍କ ନାଁ ତନ୍ମୟ ମହାନ୍ତି ଅଟେ। ସେ ପରବର୍ତ୍ତୀ ସମୟରେ ବାବୁଶାନ ଭାବେ ଘରେ ଘରେ ପରିଚିତ ହୋଇଥିଲେ। ଅପରାଜିତା ମହାନ୍ତି ଏବଂ ଉତ୍ତମ ମହାନ୍ତି ପ୍ରାୟ 70ରୁ ଅଧିକ ଓଡ଼ିଆ ଫିଲ୍ମରେ କାମ କରି ବେଶ୍ ଲୋକପ୍ରିୟତା ହାସଲ କରିଛନ୍ତି। ସେହିପରି ବାବୁଶାନ ମଧ୍ୟ ନିଜ ଅଭିନୟର ଯାଦୁରେ ଦର୍ଶକଙ୍କୁ ଆକୃଷ୍ଟ କରିଛନ୍ତି। ଓଡ଼ିଆ ଫିଲ୍ମ ରୋମିଓ ଦ ଲଭର ବୟ ଫିଲ୍ମ ସହ 20 ବର୍ଷ ବୟସରେ ଓଲିଉଡ୍ରେ ପାଦ ଦେଇଥିଲେ ବାବୁ। ଏହି ଫିଲ୍ମରେ ସେ ନିଜ ବାପା ମା ଅପରାଜିତା ମହାନ୍ତି ଏବଂ ଉତ୍ତମ ମହାନ୍ତିଙ୍କ ସହ ନଜର ଆସିଥିଲେ, ଯାହା 2009ରେ ରିଲିଜ୍ ହୋଇଥିଲା। ଏହି ଫିଲ୍ମରେ ସେ ଗାୟକ ଭାବେ ମଧ୍ୟ ଡେବ୍ୟୁ କରିଥିଲେ। ତେବେ ଏହି ମଲ୍ଟି ଟ୍ୟାଲେଣ୍ଟ ଥିବା ତାରକାଙ୍କୁ ଦର୍ଶକ ବେଶ୍ ପସନ୍ଦ କରିବା ସହ ଫ୍ୟାନ୍ ହୋଇଥିଲେ। ଧୀରେ ଧୀରେ କରି ଗୋଟିଏ ଫିଲ୍ମ କରି ସଫଳତା ହାସଲ କରିସାରିଛନ୍ତି ବାବୁଶାନ। ଆଉ ଲଗାତାର 3-4 ବର୍ଷ ହେଲା ତାଙ୍କ ଫିଲ୍ମ ବ୍ଲକବାଷ୍ଟର ହେଉଛି। ସେ ଦମନ ହେଉ କି ବୋଉବୁଟୁ ଭୂତ, ପାୱାର ଫିଲ୍ମଗୁଡ଼ିକ ତାଙ୍କୁ ସଫଳତା ଦେଇଛି। ଦମନ ପାଇଁ ଜାତୀୟ ପୁରସ୍କାର ପାଇଥିବା ବେଳେ ବର୍ତ୍ତମାନ ଶ୍ରେଷ୍ଠ ମୁଖ୍ୟ ଅଭିନେତା ବର୍ଗରେ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର 2024 ସମ୍ମାନରେ ସମ୍ମାନିତ କରାଯାଇଛି। 2022 ମସିହାରେ ରିଲିଜ୍ ହୋଇଥିଲା ବାବୁଶାନ ମହାନ୍ତିଙ୍କ ଫିଲ୍ମ ଦମନ। ଏହି ଫିଲ୍ମ ଓଡ଼ିଶାର ମୌଳିକ କାହାଣୀ ଉପରେ ଆଧାରିତ ଥିଲା। ମାଲକାନଗିରି ଉପାନ୍ତ ଅଞ୍ଚଳରେ ମ୍ୟାଲେରିଆ ନିରାକରଣ ଉପରେ ଆରମ୍ଭ ହୋଇଥିବା ଅଭିଯାନ ସମ୍ପର୍କରେ ଫିଲ୍ମକୁ ଦର୍ଶାଯାଇଥିଲା, ଯାହା ଲୋକଙ୍କର ମନକୁ ଛୁଇଁଛି। ଏହାପରେ ବାବୁଶାନ ମାଲ୍ୟଗିରି ଏବଂ ପାୱାର ଭଳି ଓଡ଼ିଶାର କାହାଣୀ ନେଇ ନିର୍ମିତ ଫିଲ୍ମରେ ଦେଖିବାକୁ ମିଳିଥିଲେ। ତେବେ ତାପରେ ତାଙ୍କ ନିଜ ପ୍ରଡକ୍ସନ ହାଉସରେ ନିର୍ମାଣ କରିଥିଲେ ବୋଉବୁଟୁ ଭୂତ, ଯାହା ତାଙ୍କୁ ଅନେକ ସଫଳତା ଦେଇଥିଲା। ଫିଲ୍ମଟି ବ୍ଲକବାଷ୍ଟର ହେବା ସହ କୋଟି କୋଟି ଟଙ୍କା ରୋଜଗାର କରିଛି। ବାବୁଶାନ ମହାନ୍ତି 2014ରେ ତୃପ୍ତି ଶତପଥୀଙ୍କୁ ବିବାହ କରିଥିଲେ। 2022ରେ ଉଭୟଙ୍କ ମଧ୍ୟରେ ପାରିବାରିକ ବିବାଦ ବି ଦେଖାଯାଇଥିଲା। ପରେ ଆପୋଷ ବୁଝାମଣା ପରେ ବାବୁଶାନ ତୃପ୍ତିଙ୍କ ପାଖକୁ ଫେରି ଆସିଥିଲେ। ବର୍ତ୍ତମାନ ତାଙ୍କର ଏକ ପୁଅ ଥିବା ବେଳେ ସେ ଖୁସିରେ ଜୀବନ ବିତାଉଛନ୍ତି। ଆଉ ଆଜି ନିଜର ଜନ୍ମଦିନକୁ ପାଳୁଛନ୍ତି ବାବୁଶାନ। ବ୍ୟୁରୋ ରିପୋର୍ଟ, ପ୍ରତିଦିନ ଟିଭି। अरे वाओ अनु, केते सुंदर ड्राइंग बनेचु। एटा कोन बनेचु? एरा मु, एरा बापा, एरा बो, एरा जेजे बापा, एरा जेजे माँ। वाओ, औ एटा कोन हम फैमिली डॉक्टर? ना बो, एरा हम फैमिली हॉस्पिटल। रंग बदलिछि, रूप बदलिछि, हेले आपणक संपर्क बहुत पुराना। खाली ओडिशार नुह, पूर्व भारतर 50 लाख परिवारर भरोसा, आमर अत्याधुनिक कौशल एवं अद्वितीय सेवा। 27 वर्षर संपर्क आमको करि परिछि आपणक निजर फैमिली हॉस्पिटल। थैंक यू डॉक्टर। अनुपरी अनेक पिलांक धन्यवाद आम पई अमूल्य उपहार।